दोस्तों मैं बोली थी ना पार्ट 3 में मिलते, मैं नहीं बोली थी, बस अभी बोल रही। तो दोस्तों पार्ट 3 आ चुकी है, तो मैं तो सबमिट कर चुकी हूँ कल को, अभी होमवर्क भी कर चुकी हूँ। अब चलो कुछ हमारी मैथ तो खत्म हो गए, अब इंग्लिश निकाल के कुछ लिखते हैं। हाँ କିଏ କରିଦେଇଛି ମୁଁ ଲେଟର हाँ ମୁଁ ସୀମା କରିଦେଲା ବେଲେ ମତେ ଆଜି ଆଜି ଆମକୁ ଜଣା ନା କି ସୀମା କରିଦେଲା ବେଲେ ମୁଁ କରିଦେଲେ ଦେଖାଯାଉଛି ସେମାନେ ଛୁଇଁବି ନାହାନ୍ତି ଥେଲା ଥାଉ ଦିନ କରିଦେଲା ଦେଖିବାକୁ ମିଳୁଛି କରିଦେ ବୋଲି କହିଲାରୁ ରାସ୍ତାଘାଟରେ ଆପଣମାନେ ଗାଡ଼ି ଚଲେଇଲା ବେଳେ ସାବଧାନ ସହିତ ଚଲାନ୍ତୁ କାରଣ କୁହୁଡ଼ି ପଡ଼ିକି ପୁରା ଏକଦମ ଧୂଆଁଳିଆ ଦେଖାଯାଉଛି ଛୁକୁଛନ୍ତି ତାଙ୍କେ ମୁଛୁଡ଼ି ହେଇଗଲେ ତ दोस्तों ଆସନ୍ତାକାଲି ମଙ୍ଗଳବାର लिखते हैं ପୌଷ ମାସ ମାଘ ମାସ କୃଷ୍ଣ ପକ୍ଷ ତୃତୀୟା ତିଥି 6 ତାରିଖ 6/1/2026 ସୂର୍ଯ୍ୟ ଉଦୟ ଆସନ୍ତାକାଲି ଅଛନ୍ତି 6:26:43 ଆଉ ସୂର୍ଯ୍ୟାସ୍ତ ଅଛନ୍ତି 5:18:1 ଆଉ ଆସନ୍ତାକାଲି ଚତୁର୍ଥୀର ଏକୋଇଶ ପାର୍ବଣ ଶ୍ରାଦ୍ଧ ତଥା ଆସନ୍ତାକାଲି ପୋଟଳ ଭକ୍ଷଣ ନିଷେଧ ସକାଳ 8:05 ପର୍ଯ୍ୟନ୍ତ, ପୁଣି ସକାଳ 8:05 ପରେ ମୂଳା ଭକ୍ଷଣ ନିଷେଧ। ତେବେ ଆସିବା ଜାଣନ୍ତୁ ଆସନ୍ତାକାଲିର ଶୁଭ ବେଳା କ'ଣ ରହିଛି। ସୂର୍ଯ୍ୟ ଉଦୟ ଠାରୁ 7:14 ମଧ୍ୟରେ, ପୁଣି 8:02 ଠାରୁ 10:02 ମଧ୍ୟରେ, ପୁଣି ରାତି 7:40 ଠାରୁ 8:28 ମଧ୍ୟରେ ଶୁଭ ବେଳା ପାଇବେ। ତାପରେ ରାତି 9:16 ଠାରୁ 11:40 ପର୍ଯ୍ୟନ୍ତ ପାଇବେ। ପୁଣି 1:16 ଠାରୁ 2:52 ମଧ୍ୟରେ ପାଇବେ। ପୁନଃ 4:28 ଠାରୁ ରାତି ପାଇ ଆସୁଥିବା ବାଲି ଶାନ୍ତ 5:16 ପର୍ଯ୍ୟନ୍ତ ପାଇବେ ଶୁଭ ବେଳା। ଆସନ୍ତାକାଲି ମଙ୍ଗଳବାର। ଆସନ୍ତାକାଲି ମାହେନ୍ଦ୍ର ବେଳା ମଧ୍ୟ ରହିଛି ସୂର୍ଯ୍ୟାସ୍ତ ଠାରୁ 7:38 ପର୍ଯ୍ୟନ୍ତ। ତେଣୁ ବଡ଼ ଦେଉଳ ସାମ୍ନାରେ ପୁରା ଫାଙ୍କା। ଆଉ ଭକ୍ତମାନଙ୍କୁ ବେରିକେଡରେ ରୋକି ଦିଆଯାଇଛି। ଭକ୍ତ କିଏ ହାତ ଟେକି ଜୟ ଧ୍ୱନି କରୁଛନ୍ତି, ଦେଖୁଛନ୍ତି ଆପଣ। କେବଳ କିଛି ଭକ୍ତ ଯିଏ ଭିତରୁ ଆସିଛନ୍ତି ଗଣି ହେଇଯାଉଛି 1 2 3 4 ଏପଟେ ଜଣେ 5 ଛୁଆଟେ 6 ଆଉ ଗୋଟେ 7 ଦି ଜଣ ଛୁଆ ଦର୍ଶନ କରିକି ମହାପ୍ରଭୁଙ୍କୁ ଫେରୁଥିବା ଭକ୍ତମାନଙ୍କୁ ଦେଖି ଜୟ ଧ୍ୱନି କରୁଛନ୍ତି। ଅରେ ପିଲେ ପିଲାବେଳେ ପାଦପଞ୍ଚଳ ସେଥିରେ ଜଣାଉଛି। ତେବେ ଆସନ୍ତୁ ଜାଣି ନେବା କ'ଣ ରହିଛି 12ଟି ଯାକ ରାଶିଙ୍କର ଆସନ୍ତାକାଲିର ସଂକ୍ଷିପ୍ତ ରାଶିଫଳ। ରାଶିଚକ୍ରର ପ୍ରଥମ ରାଶି ମେଷ ରାଶି। याद है वो था वृष राशि the sun's teacher is the company's कर्कट राशि उत्साहित रहिबे। सिंह राशि प्रतारणार शिकार होइपारନ୍ତି। कन्या राशि मान वृद्धिर योग अछि। तुला राशि सुख सम्मान लाभर योग अछि। बिछा राशि दूर यात्रा କରିବାକୁ पड़िपारे। धनु राशि धन क्षयर योग अछि। मकर राशि आमोद प्रमोदर संभावना रही दिनटी घटिपारे आमोद प्रमोद। कुंभ राशि कार्यदक्षता लाभ करेंगे। मीन राशि कूटनीति शिकार हो पारती। कई आपको कूटनीति अवलंबन करें तेणु बाध्य आप कूटनीति प्रयोग करने को इच्छा करेंगे। तेरे ये तो थिला 12टी जाक राशि संक्षिप्त राशिफल आसंता काली। एबे आसंतु आमे टिके महाप्रभु को ठार आशीर्वाद प्राप्ति हवा, कारण महाप्रभु का आशीर्वाद बिना ये संसार